ମା ଆମେ ଆଲୋଚନା କରୁଛନ୍ତି ମାତୃରଚନାବଳୀ ଭାଗ 10 ଜ୍ଞାନ 116। ଏଇ ଯୋଉ ଜ୍ଞାନ 116ରେ ପ୍ରଭୁ ଯୋଉ କହିଲେ ଯେ ବସ୍ତୁ ଗୁଡ଼ିକର ଆରମ୍ଭ ଆଉ ଶେଷ ତାର କୌଣସି ଇଏ ସବୁ ହଉଛି ଗୋଟେ ପାରମ୍ପରିକ ବିଷୟ ଏବଂ ଅସ୍ତିତ୍ୱ କ୍ଷେତ୍ରରେ ସେମାନଙ୍କର ଏଇ ସବୁର କିଛି ବାସ୍ତବତା ନାହିଁ ଆଉ ଯଥାର୍ଥରେ କୌଣସି ସମାପ୍ତି ନାହିଁ କିମ୍ବା କୌଣସି ଆରମ୍ଭ ମଧ୍ୟ ନାହିଁ। ତାପରେ ମା ଆଲୋଚନାରେ ଆରମ୍ଭ କଲା ବେଳେ କେତେ ଗୁଡେ କଥା କହିଥିଲେ, ତା ଭିତରେ ଯାହା କହିଲେ ଯେ ଆମେ ଚେତନାର ଯୋଉ ସ୍ତରରେ ରହିଛୁ ସେଇ ସ୍ତରରେ ଆମେ ଜିନିଷ ଗୁଡାକ ସାଧାରଣତଃ ବୁଝିଥାଉ, ଆବଶ୍ୟକତା ଅନୁଭବ କରୁଥାଉ ଏଇଭଳି ଭାବରେ। ଯେତେବେଳେ ଆମେ ନିମ୍ନ ଚେତନାରେ ରହିଥାଉ ସେତେବେଳେ ଆମକୁ ଲାଗେ ଯେ ସବୁ ବସ୍ତୁ ଗୁଡିକ ଏଇ ପୃଥିବୀ ଏସବୁ ଆର ଉଁ, ସ୍ଥିତି ଆବଶ୍ୟକ ଏଗୁଡାକ ରହିବା ଦରକାର ଇତ୍ୟାଦି ଇତ୍ୟାଦି। ଯେତେବେଳେ ଚେତନାର ଅଗ୍ରଗତି କରି କରି ଯିବେ ସେତେବେଳେ ଦେଖିବେ ଧୀରେ 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 ଆବଶ୍ୟକତା ବୋଧଟା ବୁଝି ହବ ଯେ ଆକ୍ଚୁଆଲି ଆବଶ୍ୟକ ବୋଧ କିଛି ନାହିଁ, ଯାହା ଦରକାର ଅଛି ତାହା ହବ, ଯାହା ଦରକାର ନାହିଁ ତାହା ହବନି, ଏ ଗୋଟେ କଥା। ତାପରେ ଆଉ ଗୋଟେ ଷ୍ଟେପକୁ ଆସିବ, ସେତେବେଳେ ଦେଖିବ ଯେ ପ୍ରକୃତରେ ଯେତେ ଅଧିକରୁ ଉର୍ଦ୍ଧ୍ୱକୁ ଯେତେବେଳେ ଯାଇ ପହଞ୍ଚିବ ସେତେବେଳେ ଏଇ ଯୋଉ ସୃଷ୍ଟି ରହିଛି ସେ ସୃଷ୍ଟିର ଯେ ଗୋଟେ ନିହାତି ଆବଶ୍ୟକତା କୋଉ ବସ୍ତୁର ରହିଛି ନ ରହିଛି ତାର ଆପେକ୍ଷିକତା ପାଖରେ ପହଞ୍ଚିଯିବ। ତା କାହାର ସ୍ଥିତି ରହିଛି କଣ ପାଇଁ ରହିଛି ସେ ସମ୍ବନ୍ଧରେ ଗୋଟେ ପ୍ରାଞ୍ଜଳ, ଗୋଟେ ସ୍ପଷ୍ଟ, ଏକ ନିର୍ଦ୍ଦିଷ୍ଟ ପୁରା ଦୃଷ୍ଟିକୋଣ ଆମ ପାଖରେ ପହଞ୍ଚିବ। ତେଣୁ ସେତେବେଳେ ଆମେ ଆଉ କହିବାନି ଯେ ଏଇଟା ଏଇଟା ହିଁ ସିଦ୍ଧାନ୍ତ, ଏଇଟା ହିଁ ନିହାତି ଦରକାର ବା ଏଇଟା ହିଁ ଆବଶ୍ୟକତା, এই ବୋଧ ହିଁ ଆମ ଭିତରେ ଚାଲିଯିବ। ସେତେବେଳେ ଏ, ଯୋଉ ସ୍ପନ୍ଦନ ପରିପ୍ରକାଶ ହେବା ପାଇଁ ଚାହୁଁଛି, ଯୋଉ ସ୍ପନ୍ଦନ ପରିପ୍ରକାଶ ହେବାକୁ ଚାହୁଁଛି ତାକୁ ରୂପ ଦେବା ପାଇଁ ଆମ ଭିତରେ ନିତ୍ୟ ଗ୍ରହଣଶୀଳତା, ନମନୀୟତା, ପରିବର୍ତ୍ତନୀୟ ପରିବର୍ତ୍ତନୀୟତା, ପ୍ରସାରଣ ଯୁକ୍ତତା, ଏଇ ଜିନିଷଟି ଆମ ଭିତରେ ପରିପ୍ରକାଶ ହେବ ଏବଂ ସେତେବେଳେ ଏଇ ବସ୍ତୁ ଗୁଡିକ ଯେ ଯୋଉ ବସ୍ତୁ ଗୁଡିକ ତିଆରି ହବା ପାଇଁ ବା ନୂଆ କିଛି କରିବାକୁ ହେଲେ କାହାକୁ ନଷ୍ଟ କରିବାକୁ ପଡୁଛି, କାହାକୁ ତିଆରି କରିବାକୁ ପଡୁଛି, ତାର ଆଉ ସବୁ ଆବଶ୍ୟକତା ପଡିବ। କାରଣ ଯେତେବେଳେ ଆମ ଭିତରେ ଏକ ନମନୀୟତା ଆସିଯାଇଥିବ, ଗ୍ରହଣଶୀଳତା ଆସିଯାଇଥିବ, ତେଣୁ ଯୋଉ ମୁହୂର୍ତ୍ତରେ ସେ ସ୍ପନ୍ଦନ ଯାହା ଅନୁଭବ କରିବ ତାହା ମୋ ଭିତରେ ଅବିକୃତ ଭାବରେ ପରିପ୍ରକାଶ ହବ। ଯେତେବେଳେ ଆମେ ବାଧା ସୃଷ୍ଟି କରୁ ତାକୁ ପରିପ୍ରକାଶ କରିବା ପାଇଁ, ସେତେବେଳେ କଣ ହୁଏ ଯେ ଏଇଟା ଭାଙ୍ଗି ଯିବା ଦରକାର। ତେଣୁ ଏଇ ସବୁ ଗୁଡିକ ଅ, ଅଧିକରୁ ଅଧିକ ସ୍ପଷ୍ଟ ହେଇଯାଏ। ଇ ଥିଲା କିଛି କିଛି ସାରାଂଶ ଆମେ ଯୋଉଟା ଆଲୋଚନା କଲେ।